ସାଙ୍ଗମାନେ ସବୁବେଳେ କୁହନ୍ତି ବାପାଙ୍କ ସାକ୍ରିଫାଇସ୍ ଜାଗାରେ ଆମର ଭ୍ୟାଲୁ କିଛି ବି ନୁହେଁ, ସେଟା ସବୁଠୁ ସତ କଥା। ଆଜି ଗୋଟେ କାହାଣୀ ମୋର ମନେ ପଡ଼ିଯାଏ। ମୋ ବାପା ଜଣେ ସ୍କୁଲ ଟିଚର ଥିଲେ। ମୋ +2 ଟାଇମ୍ରେ ଆଜିକାର 15 ବର୍ଷ ତଳର କଥା। ସେତେବେଳେ ମୋତେ ନେଇକି ଗୋଟେ ବାଟା ସୋରୁମ୍ରେ 2000 ଟଙ୍କା ଦେଇକି ଜୋତା ଆଣି ଦେଇଥିଲେ। ସୁଜ୍ ଥିଲା, ଧଳା ବୁଟ୍ ଥିଲା, ମୋତେ ବହୁତ ପସନ୍ଦ ଥିଲା ସେ ଜୋତା। ସେତେବେଳେ 15 ବର୍ଷ 2000 ଟଙ୍କା ଜୋତାର ବହୁତ ହିଁ ଭ୍ୟାଲୁ ଥିଲା, ଆପଣମାନେ ଜାଣିପାରୁଥିବେ। ବଟ୍ ଏବେ ମୋ ଭଗବାନ ବହୁତ ପଇସା ଦେଇଛନ୍ତି, ବାପା ମାଙ୍କ ଆଶୀର୍ବାଦରୁ ଭଗବାନଙ୍କ ଆଶୀର୍ବାଦ ବହୁତ ପଇସା ଅଛି। ଯୋଉ ସୋରୁମ୍ ଗଲେ ଯୋଉ ବି ବ୍ରାଣ୍ଡେଡ୍ ଜୋତା ମୁଁ ଚାହିଁଲେ ପିନ୍ଧିପାରିବି। କିନ୍ତୁ ମୁଁ ଆଜି ବି ସେ ସୋରୁମ୍କୁ ଗଲେ 2000 ଟଙ୍କା ଜୋତା ଉଠେଇବାକୁ ଗଲେ ଫ୍ୟାମିଲି ରେସ୍ପନ୍ସିବିଲିଟି ଅଛି, ଆଉ ଏତେ ଜିନିଷ ଦେଖିବା ପାଇଁ ଅଛି। ତଥାପି 2000 ଟଙ୍କା ଜୋତା ଦେଖିଲେ ମୋ ହାତ ଥରେ ଆଣ୍ଡ ମନରେ 10 ଥର ବିଚାର ଆସେ ଯେ ମୁଁ ଜୋତା କିଣିବି ନା କିଣିବିନି। ଆଉ ଏଇ କଥା ସେତେବେଳେ ମୋତେ ମନେ ପଡ଼େ ଯେତେବେଳେ ବାପାଙ୍କ ଉପରେ ସମସ୍ତ ରେସ୍ପନ୍ସିବିଲିଟି ଥିଲା। ବାପା ସେତେବେଳେ ଟିଚର ଥାଇକି 25-30 ହଜାର ସାଲେରୀ ପାଇକି ସେ ଜମାନାରେ 2000 ଟଙ୍କା ଦେଇକି ଜୋତା ଆଣି ଦେଇଥିଲେ। ସେଇଥିପାଇଁ କୁହନ୍ତି ବାପାଙ୍କ ସାକ୍ରିଫାଇସ୍ ସବୁଠୁ ବଡ଼, ଆଉ ତା ଆଗରେ ଆମର କଷ୍ଟ ଆଉ କିଛି ବି ଭ୍ୟାଲୁ ନାହିଁ, ଆଉ ସେଟା କେବେ ଆମେ ଫେରେଇ ବି ପାରିବୁନି।